ମୀନ ରାଶିଜାତ ବ୍ୟକ୍ତି ଶନି ମହାଗ୍ରହଙ୍କ ପ୍ରଦତ୍ତ ନକାରାତ୍ମକ ବା ନେଗେଟିଭ୍ ପ୍ରଭାବରୁ ରକ୍ଷା ପାଇବା ପାଇଁ ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ଶିବାଭିଷେକ କରାଇଲେ ବିଶେଷ ସୁଫଳ ଲାଭ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହାରେ ମୀନ ରାଶି ପାଇଁ ଶନି ମହାଗ୍ରହଙ୍କର ଶନି 7.5ର ଦ୍ୱିତୀୟ ଚରଣ ଭୋଗ ହେବ। ମୀନ ରାଶି ପାଇଁ 2026 ମସିହା ଶନି ମହାଗ୍ରହଙ୍କ ପ୍ରଭାବରୁ ବଡ଼ କଷ୍ଟପ୍ରଦ ଫଳ ପ୍ରଦାନ କରିବ। ଏହି ସମୟରେ ଶନି ମୀନ ରାଶି ଜାତ ବ୍ୟକ୍ତିଙ୍କର ମାନସିକତା ଓ ଧୈର୍ଯ୍ୟର ପରୀକ୍ଷା ନେବେ। କ୍ୟାରିୟର ଦୃଷ୍ଟିରୁ ଦେଖିଲେ ମୀନ ରାଶି ଜାତ ବ୍ୟକ୍ତି କର୍ମକ୍ଷେତ୍ରରେ କଠୋର ପରିଶ୍ରମ କରିବେ। ତେବେ ବି କର୍ମକ୍ଷେତ୍ରରେ ସର୍ବଦା ବିଭ୍ରାଟ ଲାଗି ରହିବ। ଚାପ ଭିତରେ ବା ପ୍ରେସର ଭିତରେ ସର୍ବଦା କାମ କରିବାକୁ ପଡ଼ିବ। ବ୍ୟବସାୟ କ୍ଷେତ୍ରରେ କ୍ଷତିର ସାମନା କରିବାକୁ ପଡ଼ିପାରେ। ବେପାର ସମୟରେ କଳି ଝଗଡ଼ା ହେବାର ସମ୍ଭାବନା ରହିଅଛି। ଚାକିରି କ୍ଷେତ୍ରରେ ପ୍ରମୋସନ୍ ବିଳମ୍ବିତ ହେବ। ଜୁଲାଇ ମାସ 27 ତାରିଖ ଠାରୁ ଡିସେମ୍ବର ମାସ 11 ତାରିଖ ପର୍ଯ୍ୟନ୍ତର ସମୟ କ୍ୟାରିୟର ଦୃଷ୍ଟିକୋଣରୁ ଭଲରେ କଟିବ ନାହିଁ। ଏହି ସମୟରେ ଚାକିରି କ୍ଷେତ୍ରରେ ଭିଜିଲାନ୍ସ ଚଢ଼ାଉ ଅଥବା ଡିପାର୍ଟମେଣ୍ଟାଲ ଇନକ୍ୱାରୀର ସାମନା କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି 2025 ମସିହାରେ ମୀନ ରାଶିଜାତ ବ୍ୟକ୍ତିଙ୍କର ମଧ୍ୟମ ଧରଣର ରହିବ। ବର୍ଷର ଦ୍ୱିତୀୟାର୍ଦ୍ଧରେ ଅଚାନକ ଧନଲାଭର ଯୋଗ ରହିଅଛି, କିନ୍ତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନ ରଖିଲେ ଧନ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ ନାହିଁ। ମୀନ ରାଶିଜାତ ବ୍ୟକ୍ତି ପ୍ରେମ ସମ୍ପର୍କରେ ରହିଥିଲେ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅନୁକୂଳ ଫଳ ପାଇପାରିବେ, କିନ୍ତୁ ବିବାହ ବିଳମ୍ବିତ ହେବ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିଲେ ସୁଦ୍ଧା ବିବାହ ସ୍ଥିର ହେବାର ସମ୍ଭାବନା ବହୁତ କମ୍ ଦେଖାଯାଏ। ପରିବାର ଭିତରେ ଭ୍ରାତୃବିବାଦ ଦେଖାଯିବାର ସମ୍ଭାବନା ରହିଅଛି। ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତି ଉତ୍ତମ ସମ୍ପର୍କ ରହିଥିଲେ ସୁଦ୍ଧା ଶନି ମହାଗ୍ରହଙ୍କର ପ୍ରଭାବରୁ ସମ୍ପର୍କରେ ଫାଟ ଦେଖାଯିବ। ଦାମ୍ପତ୍ୟ ଜୀବନରେ ପାର୍ଟନରଙ୍କର ସ୍ୱାସ୍ଥ୍ୟ ବିଷୟ ନେଇ ସର୍ବଦା ଚିନ୍ତିତ ରହିବେ। ମୀନ ରାଶିରେ ବା ମୀନ ଲଗ୍ନରେ ଶନି ବିରାଜମାନ କରିଥିବାରୁ ମୀନ ରାଶିଜାତ ବ୍ୟକ୍ତିଙ୍କ ମନରେ ସର୍ବଦା ମାନସିକ ଉତ୍ତେଜନା ଲାଗି ରହିବ। ମନ ଭିତରେ ନକାରାତ୍ମକ ଓ ନିରାଶ ଭାବ ଲାଗି ରହିବ। ଘନିଷ୍ଠ ମିତ୍ରମାନଙ୍କ ସହିତ ମତଭେଦ ଉପୁଜିବ। ଏହି ସମୟରେ ସକାରାତ୍ମକ ବା ପଜିଟିଭ ବିଚାରଧାରା ମନ ଭିତରେ ରଖନ୍ତୁ। ସମୟକ୍ରମେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। 2026 ମସିହାରେ ମୀନ ରାଶିଜାତ ବ୍ୟକ୍ତି ଶନି ମହାଗ୍ରହଙ୍କ ପ୍ରଦତ୍ତ ନକାରାତ୍ମକ ବା ନେଗେଟିଭ୍ ପ୍ରଭାବରୁ ରକ୍ଷା ପାଇବା ପାଇଁ ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ଶିବାଭିଷେକ କରାଇଲେ ବିଶେଷ ସୁଫଳ ଲାଭ ହୋଇଥାଏ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମୀନ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର, ତପନ।